ସେପ୍ଟେମ୍ବର 17 ତାରିଖ ମଙ୍ଗଳବାର, କନ୍ୟା 2 ଦିନ, ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ତିଥି। ଆଜି ଅନନ୍ତ ବ୍ରତ ଏବଂ ଶ୍ରୀ ଅନନ୍ତ ବାସୁଦେବଙ୍କର ପୂଜା ଅର୍ଚ୍ଚନା ଶ୍ରୀମନ୍ଦିର ଅନନ୍ତ ବ୍ରତ। ଶତବିଶା ନକ୍ଷତ୍ର ଦିନ 1:53 ପର୍ଯ୍ୟନ୍ତ, କୁମ୍ଭଚନ୍ଦ୍ର 60 ଦଣ୍ଡ ଅହୋରାତ୍ର। ମକର ରାଶିରେ ଘାତବାର, ଯୋଗିନୀ ପଶ୍ଚିମ ଦିବା 11:44 ଗତେ ବାୟବେ, ଯାତ୍ରା ନିଷେଧ। ରାହୁକାଳ ସମୟ ଶୂନ୍ୟ ଜାଣିବା, ଦିବା 2:40ରୁ ଦିବା 4:11 ମଧ୍ୟରେ। ଏବଂ ମିଥୁନ ରାଶି ପୁରୁଷ, ମୀନ ରାଶିଙ୍କର ଘାତଚନ୍ଦ୍ର ଦିବା 1:53 ଗତେ ଦିଶା, ରୋହିଣୀ ଆଦ୍ରା ପୁଷ୍ୟା ଅଶ୍ଳେଷା ପୂର୍ବ ଫଳଗୁଣୀ, ହସ୍ତା ସ୍ୱାତି ଅନୁରାଧା ଜ୍ୟେଷ୍ଠା ପୂର୍ବାଷାଢ଼ ଶ୍ରବଣା, ଶତବିଶା ଉତ୍ତରପାଦ ରେବତୀ ନକ୍ଷତ୍ରଙ୍କର ତାରାସୁଦୀ। ମୃତ୍ୟୁ ଏକପାଦ ଦିବା 1:53 ଗତେ 2 ପାଦ ପୁଷ୍କର ଦୋଷ। ପୁଷ୍କର ଦୋଷରେ କୃଷି ଗୋ ସମ୍ପଦ ନାଶ, ଭୂମି ତିଳ କାଞ୍ଚନ ଦାନ। ଚତୁର୍ଦ୍ଦଶୀ ଏକଦିଷ୍ଟ ଏବଂ ପୂର୍ଣ୍ଣିମାର ଏକଦିଷ୍ଟ ପାର୍ବଣ ଶ୍ରାଦ୍ଧ। ଜାଣିବା ଆଜିର ରାଶିଫଳ ବିଷୟରେ। ପ୍ରଥମେ ଜାଣିବା ମେଷରାଶିର ବ୍ୟକ୍ତି ବିଷୟ ଦିନଟି କିପରି ଘଟିବ। ବ୍ୟବସାୟରେ ଲାଭବାନ ହେବେ, କର୍ମକ୍ଷେତ୍ରରେ ଉନ୍ନତି ହେବ, ମାନ ସମ୍ମାନ ବୃଦ୍ଧି ପାଇବ, ପାରିବାରିକ ସୁଖ ବୃଦ୍ଧି ହେବ, ଆକସ୍ମିକ ଧନ ଲାଭ ହେବ, ଧାର୍ମିକ ପ୍ରବୃତ୍ତି ବୃଦ୍ଧି ପାଇବ, ମହିଳାମାନେ ଯଶ ଲାଭ କରିବେ, ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷା ପାଇଁ ବିଦେଶ ଯାତ୍ରା କରିପାରନ୍ତି। ତାପରେ ଜାଣିବା ବୃଷ ରାଶି ବ୍ୟକ୍ତି ବିଷୟ ଦିନଟି କିପରି ଘଟିବ। କର୍ମକ୍ଷେତ୍ରରେ ଉନ୍ନତି ହେବ, ଆପଣଙ୍କର ଅଟକି ଯାଇଥିବା କାର୍ଯ୍ୟ ପୁରା ମଧ୍ୟ ହେବ, ଆକସ୍ମିକ ଧନ ଲାଭ ହେବ, ନୂତନ ବ୍ୟବସାୟରେ ଲାଭବାନ ହେବେ, ପାରିବାରିକ ଅଶାନ୍ତି ଦୂର ହେବ, ମାନସିକ ଶାନ୍ତି ବୃଦ୍ଧି ପାଇବ। ତାପରେ ଜାଣିବା ମିଥୁନ ରାଶିର ବ୍ୟକ୍ତି ବିଶେଷ ଦିନଟି କିପରି ଘଟିବ। ବ୍ୟବସାୟରେ ଲାଭ କ୍ଷତି ସମାନ ରହିବ, କର୍ମକ୍ଷେତ୍ରରେ ସହକର୍ମୀମାନେ ସହଯୋଗ କରିବେ, ବିରୋଧୀମାନେ ହଇରାଣ ହୋଇପାରନ୍ତି, ନିରାଶରେ ଅନ୍ତ ହେବ, ନୂତନ ଆଶାର ଉଦୟ ହେବ, ପରିଶ୍ରମ ଦ୍ୱାରା ସମସ୍ତ କାର୍ଯ୍ୟରେ ସଫଳତା ଲାଭ କରିବେ। ତାପରେ ଜାଣିବା କର୍କଟ ରାଶିର ବ୍ୟକ୍ତି ବିଶେଷ ଦିନଟି କିପରି ଘଟିବ। କର୍କଟ ରାଶିରେ କୌଣସି ଲୋକଙ୍କୁ ଅଧିକ ବିଶ୍ୱାସ କରନ୍ତୁ ନାହିଁ, ହଇରାଣରେ ପଡ଼ିପାରନ୍ତି, ବନ୍ଧୁମାନେ ସହଯୋଗ କରିବେ, ପାରିବାରିକ ସୁଖ ବୃଦ୍ଧି ପାଇବ, ବ୍ୟବସାୟରେ ଲାଭବାନ ହେବେ। ତାପରେ ଜାଣିବା ସିଂହ ରାଶିର ବ୍ୟକ୍ତି ବିଶେଷ ଦିନଟି କିପରି ଘଟିବ। କର୍ମକ୍ଷେତ୍ରରେ ଉନ୍ନତି ହୋଇପାରେ, ବ୍ୟବସାୟରେ ଲାଭର ଆଶା କମ୍, ପାରିବାରିକ ଶାନ୍ତି ବୃଦ୍ଧି ପାଇବ, ଶାରୀରିକ ଅସୁସ୍ଥତା ଯୋଗୁଁ ଅର୍ଥ କିଛି ବ୍ୟୟ ହୋଇପାରେ, ଅକସ୍ମାତ୍ କିଛି ଶୁଭ ସମାଚାର ପାଇପାରନ୍ତି। ଏବଂ ତାପରେ ଜାଣିବା କନ୍ୟା ରାଶିର ବ୍ୟକ୍ତି ବିଶେଷ ଦିନଟି କିପରି ଘଟିବ। ଇଚ୍ଛିତ ଅଭିଳାଷ କିଛି ପୂରଣ ହେବ, ଆନନ୍ଦଦାୟକ ସମାଚାର ପାଇବେ, ବନ୍ଧୁମାନେ ଆକସ୍ମିକ ସହଯୋଗ କରିବେ, ଶତ୍ରୁମାନେ ପରାଜିତ ହେବେ, ପାରିବାରିକ ସୁଖ ବୃଦ୍ଧି ହେବ, ଭଗବାନଙ୍କ ଶରଣାପନ୍ନ ହେବା ଉଚିତ। ତାପରେ ଜାଣିବା ତୁଳା ରାଶିର ବ୍ୟକ୍ତି ବିଶେଷ ଦିନଟି କିପରି ଘଟିବ। ଜୀବନରେ କୌଣସି ନୂତନ ପଦକ୍ଷେପ ନେଇପାରନ୍ତି, ବ୍ୟବସାୟରେ ଲାଭବାନ ହେବେ, କୌଣସି ବ୍ୟକ୍ତି ସହିତ ଟଙ୍କା ପଇସା କାରବାର କରନ୍ତୁ ନାହିଁ, ହଇରାଣ ହେବାର ସମ୍ଭାବନା ଅଛି, ବ୍ୟସ୍ତତା ଭିତରେ ସମୟ କଟିବ। ତାପରେ ଜାଣିବା ବୃଷ ରାଶିର ବ୍ୟକ୍ତି ବିଶେଷ ଦିନଟି କିପରି ଘଟିବ। ବ୍ୟବସାୟରେ କୌଣସି ବନ୍ଧୁଙ୍କ ସହଯୋଗ ଲାଭବାନ ହେବେ, ନୂତନ ଭୂମି କ୍ରୟ କରିପାରନ୍ତି, କର୍ମକ୍ଷେତ୍ରରେ କର୍ମଚାରୀମାନେ ହଇରାଣ କରିବାର ସମ୍ଭାବନା, ପାରିବାରିକ ଶାନ୍ତି ବୃଦ୍ଧି ପାଇବ, ମହିଳାମାନେ ସୁଖୀ ହେବେ। ତାପରେ ଜାଣିବା ଧନୁରାଶିର ବ୍ୟକ୍ତି ବିଶେଷ ଦିନଟି କିପରି ଘଟିବ। କର୍ମକ୍ଷେତ୍ରରେ ବୁଝି ବିଚାରି କାର୍ଯ୍ୟ ନ କଲେ ହଇରାଣ ହୋଇପାରନ୍ତି, କୌଣସି ଅଜଣା ବ୍ୟକ୍ତିଙ୍କ ଯୋଗୁଁ ବ୍ୟବସାୟରେ କ୍ଷତି ହେବାର ସମ୍ଭାବନା ମଧ୍ୟ ଅଛି, ପାରିବାରିକ ଶାନ୍ତି ମିଳିବ, ମହିଳାମାନେ ଧର୍ମପରାୟଣ ହେବେ, ଛାତ୍ରଛାତ୍ରୀମାନେ ପରିଶ୍ରମ ଦ୍ୱାରା କିଛି ସଫଳତା ଲାଭ କରିବେ। ତାପରେ ଜାଣିବା ମକର ରାଶିର ବ୍ୟକ୍ତି ବିଶେଷ ଦିନଟି କିପରି ଘଟିବ। ବ୍ୟବସାୟରେ କ୍ଷତିର ସମ୍ଭାବନା ଅଛି, ଆଜି ନୂତନ ବ୍ୟବସାୟ କିଛି ଆରମ୍ଭ କରନ୍ତୁ ନାହିଁ, ଶାରୀରିକ ଅସୁସ୍ଥତା ବୃଦ୍ଧି ପାଇବ, ଆୟ ଅପେକ୍ଷା ବ୍ୟୟ ବୃଦ୍ଧି ହେବ, ବନ୍ଧୁମାନଙ୍କ ସହଯୋଗ କମିଯିବ, ପାରିବାରିକ ସୁଖ କମିଯିବ, ଆକସ୍ମିକ ଧନ ହାନିର ସମ୍ଭାବନା ଅଛି। ତାପରେ ଜାଣିବା କୁମ୍ଭ ରାଶିର ବ୍ୟକ୍ତି ବିଶେଷ ଦିନଟି କିପରି ଘଟିବ। ନୂତନ ପଦ ପ୍ରତିଷ୍ଠା ମିଳିପାରେ, ଶତ୍ରୁମାନେ ପରାଜିତ ହେବେ, ମାନ ସମ୍ମାନ କିଛି ବୃଦ୍ଧି ପାଇବ, ଶାରୀରିକ ଅସୁସ୍ଥତା ଦେଖା ଦେଇପାରେ, ମାନସିକ ଶାନ୍ତି ବୃଦ୍ଧି ପାଇବ, ମହିଳାମାନେ ଆଜି ଧର୍ମପରାୟଣ ହେବେ, ଛାତ୍ରଛାତ୍ରୀମାନେ ସଫଳତା କିଛି ଲାଭ କରିବେ। ତାପରେ ଜାଣିବା ମୀନ ରାଶିର ବ୍ୟକ୍ତି ବିଶେଷ ଦିନଟି କିପରି ଘଟିବ। ବ୍ୟବସାୟରେ କ୍ଷେତ୍ରରେ ବାଧାବିଘ୍ନ ସୃଷ୍ଟି ହୋଇପାରେ, ସତର୍କ ଅବଲମ୍ବନ କରିବା ନିହାତି ଆବଶ୍ୟକ, କର୍ମକ୍ଷେତ୍ରରେ କାମର ବୋଝ ଅଧିକ ରହିବ, ପାରିବାରିକ ଅଶାନ୍ତି ମଧ୍ୟ ବୃଦ୍ଧି ପାଇବ, କିନ୍ତୁ ନୂତନ ବ୍ୟବସାୟରେ ଧନ ବିନିଯୋଗ ଦ୍ୱାରା ଲାଭବାନ ହୋଇପାରନ୍ତି, ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷା ପାଇଁ ମଧ୍ୟ ବିଦେଶ ଯାତ୍ରା
କରିପାରନ୍ତି। ଜୟ ମା ମଙ୍ଗଳା, ଜୟ ସୋନଦେବ।